ଫୁଲର କ୍ଷେତ କ୍ଷେତ ଧାରେ ଧାରେ ଗାଉଛି ମୁଁ ଗୀତ ସରିଷ ଫୁଲର ବାସ ଚହଟି ଯାଏ ଚହଟି ଯାଏ। ସାଙ୍ଗମାନେ ଇଏ ଦେଖିପାରୁଥିବେ ସରିଷ ଫୁଲର କ୍ଷେତ। ଆମେ ଆସି ପହଞ୍ଚି ଯାଇଛେ ଆମର କିଆରି, ଯେଉଁଠି ସରିଷ କିଆରି। এই ସରିଷ କିଆରି ଠିକ୍ ମାଘ ମାସରେ ସରିଷ ଫୁଲ ଫୁଟିଥାଏ। ଆଉ ସରିଷ ଗଛ ପୁରା ତା'ର ବଢ଼ିଆ ତା'ର ଯୌବନ ରୂପ ନେଇଥାଏ ଆଉ ବହୁତ ସୁନ୍ଦର ଦିଶିଥାଏ। ତାହେଲେ এই ସରିଷ ଫୁଲ ମାଘ ମାସରେ ହେଇଥାଏ ଆଉ ଫୁଲ ଫୁଟିଥାଏ। ତା'ର ଆପଣମାନେ ଦେଖିପାରୁଥିବେ ତା'ର ମଞ୍ଜି, ମାନେ ଆମେ ଯଦି ତାକୁ ଗୋଟେ ଗଛକୁ ବିଶ୍ଳେଷଣ କରିବା, ଇଏ ହେଉଛି ଗୋଟେ ସରିଷ ଫୁଲ। ଏଇଟା ଆପଣମାନେ ଦେଖୁଛନ୍ତି ଫୁଲ। ତା'ର ଏଇଗୁଡ଼ାକ ଯେଉଁ ରହିଛି, ବାହାକୁ ନେବି ଦେଖିବାକୁ ଚାହିଁବି। ଆପଣମାନେ ଯଦି ଦେଖିପାରୁଛନ୍ତି ଏଇଗୁଡ଼ାକ ଯେଉଁଗୁଡ଼ାକ ରହିଛି, ସେଇଗୁଡ଼ାକ ହେଉଛି ସେଇଥିରେ ମଞ୍ଜି ରହେ। ଏଇ ମଞ୍ଜିରେ ଏଇଠି ମଞ୍ଜି ହେବ ଆଉ ଏଇ ମଞ୍ଜି ଗୁଡ଼ାକ ନେଇକିରି ମେସିନ୍ରେ ପକେଇକି ପେଡ଼ାଯାଏ ଆଉ ସରିଷ ତେଲ ବାହାରିଥାଏ। ଏଇଠି ମଞ୍ଜି ତିଆରି ହେବ, ଏ ମଞ୍ଜି ହେଇନାହିଁ, ଏ ଭିତରେ ମଞ୍ଜି ହେବ, ଏଇ ପାଖୁଡ଼ା ଗୁଡ଼ାକ ଭିତରେ। ବୁଝିପାରିଲେ? ଏ ହେଉଛି ସରିଷ ଫୁଲ। ଆଉ ତା'ର ପତ୍ର ଆମେ ତଳକୁ ଯାଇକି ଦେଖିପାରିବା। ଇଏ ହେଉଛି ସରିଷ ଫୁଲର ପତ୍ର। ଦେଖନ୍ତୁ କେତେ ବଡ଼ ବଡ଼ ପତ୍ର ହେଇଛି। ଇଏ ଗୋଟେ ପତ୍ର ରହିଛି, ଇଏ ଗୋଟେ ପତ୍ର ରହିଛି, ଇଏ ବି ଗୋଟେ ପତ୍ର ରହିଛି। ତାହେଲେ ଇଏ ହେଉଛି ସରିଷ ଫୁଲର ଇଏ ହେଉଛି କ୍ଷେତ। ଏଇ ଭିତରେ ଆପଣ କେତେ ନଟି ହେଇଛି, ଏଗୁଡ଼ାକ ପାଖାପାଖି ଅଣ୍ଟେ ଲେଖାଏଁ ହେବ। ଅଣ୍ଟେ ଲେଖାଏଁ ହେବ। ଏଇ ଅଣ୍ଟେ ଲେଖାଏଁ ପାଖାପାଖି ଯଦି ଜଣେ ଲୁଚିଯିବ ବି ଲୁଚି ଯାଇପାରିବ ଏଇ ଭିତରେ। ଇଏ ହେଉଛି ସେଇ ସରିଷ ଯେଉଁଠୁ ଆମେ ତେଲ ପାଉଛନ୍ତି, ବେସାର ହେଉଛି, ସବୁ ହେଉଛି। ତାହେଲେ କେତେ ସୁନ୍ଦର ଦେଖାଯାଉଛି ସରିଷ ଫୁଲର କ୍ଷେତଟି। ଆପଣମାନେ ଦେଖନ୍ତୁ ବିସ୍ତାର, ମାନେ ବଡ଼ ଆକାରରେ ଲାଗିଛି ସରିଷ ଫୁଲ। ଇଏ ଆମର କିଆରି ପୁରା ପାଖାପାଖି 1 ଏକର ଜମିରେ ହେଇଛି ସରିଷ ଫୁଲ ତିଆରି ହେଇଛି। ଆଉ ଇଏ ଦେଖନ୍ତୁ ଏପଟେ ପାଖାପାଖି ଧରିକି ଇଏ ହେଇଛି। ଆଉ ଆ ପାଖରେ ବି ଆଗରେ ଚଣା ବୁଣା ଯାଇଛି। ଚଣା ଯେଉଁଟାକି ଆମର ଦେଶୀ ଚଣା, ବିଦେଶୀ ଚଣା। ଆଉ ଆମେ ସରିଷ ଫୁଲ ବୁଲିକି ଦେଖିଲେ ଏମିତି ହିଁ ଦେଖାଯିବ। ତାହେଲେ ଆପଣମାନେ ଦେଖିଲେ ସରିଷ ଫୁଲ କେତେ ସୁନ୍ଦର ଦେଖାଯାଉଛି, କେତେ ସୁନ୍ଦର ଦେଖାଯାଉଛି ସରିଷ ଫୁଲଟି। ଆଉ ସରିଷ ଗଛ ମଧ୍ୟ ଦେଖିପାରିଲେ, ଗଛର ପତ୍ର ଦେଖିଲେ, କେଉଁଠି ସରିଷ ଫଳେ, ତା'ର ମଞ୍ଜି କେଉଁଠି ହୁଏ, ଆପଣମାନେ ବି ଜାଣିଲେ। ତାହେଲେ ଆମ ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆଉ ଏମିତି ନୂଆ ନୂଆ ବିଭିନ୍ନ ପତ୍ର, ପନିପରିବା ଏବଂ ଏ ବିଷୟରେ ଦେଖିବା ପାଇଁ ହେଲେ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି, ଯଦି ନୂଆ ଆସିଛନ୍ତି ତାହେଲେ ମୁଁ ଶଙ୍କର ଆପଣମାନଙ୍କୁ ଏଇ ଭିଡ଼ିଓଟି ଦେଖେଇଛି। ଆଉ ଯଦି ସରିଷ ଫୁଲ ଦେଖିବାକୁ ବହୁତ ସୁନ୍ଦର ଲାଗୁଛି, ଆଉ ତା ଉପରେ ଆମ ସୂର୍ଯ୍ୟକିରଣ ପୁରା ମାନେ ସୁନେଲି ରଙ୍ଗର ପଡ଼ୁଛି। ସନ୍ଧ୍ୟା ଟାଇମ୍ ବର୍ତ୍ତମାନ 4ଟା ପାଖାପାଖି ହେଇଛି। ସୁନା ଭଳିଆ ଦିଶୁଛି, ସୁନେଲି ରଙ୍ଗର ସରିଷ ଫୁଲ, ତା ସହିତ ସୁନେଲି ରଙ୍ଗର ଖରା, ବହୁତ ଚମତ୍କାର ଦେଖାଯାଉଛି। ତାହେଲେ ସାଙ୍ଗମାନେ, ତାହେଲେ ରହୁଛି। ଆମେ ଯଦି ୟାକୁ ଜୁମ୍ କରିବା କେମିତି ଦେଖାଯାଉଛି ଦେଖନ୍ତୁ। ହେଲା, କେତେ ବଡ଼ ଏରିଆରେ ସରିଷ ଫୁଲ ହେଇଛି ଆପଣମାନେ ଦେଖିପାରୁଥିବେ। ବହୁତ ବଡ଼ ଏରିଆରେ ହେଇଛି। ଆପଣମାନେ ଆଉ ଗୋଟେ ନୂଆ ଜିନିଷ ଜାଣନ୍ତୁ। ଏଇ ଯେଉଁ ସରିଷ ଫୁଲ ରହିଛି, ୟାକୁ ଯଦି ଆପଣମାନେ ଧରିକି ହାତରେ ରଗଡ଼ି ଦେବେ ତାହେଲେ ମାନେ ପୁରା ଶାଗୁଆ ରଙ୍ଗର ଲାଗିଯିବ, ଇଏ ଗୁଣ୍ଡ ହେଇଯିବ। ଆପଣଙ୍କ ହାତଟା ପୁରା ହଳଦୀ ଭଳିଆ ହେଇଯିବ, ହଳଦିଆ ହେଇଯିବ। ଯେଉଁଟାକି ମୁଁ ଆଉ ଗୋଟେ ନେଇକି ଦେଖାଉଛି, ଦେଖନ୍ତୁ କେମିତି ହାତରେ ମୋର ହଳଦୀ ଭଳିଆ ଲାଗିଯାଇଛି, ଦେଖୁଛନ୍ତି ତ। ମାନେ ଏଇଟା ଯଦି ଆପଣ ହାତରେ ଘଷି ଦେବେ ତାହେଲେ ହଳଦୀ ରଙ୍ଗର ଛିଟା ଲାଗିଯିବ। ଦେଖୁଥିବେ ଆପଣମାନେ, ହଳଦୀ ରଙ୍ଗର ଛିଟା ଲାଗିଛି, ପୁରା ହଳଦୀ ଭଳିଆ ଲାଗିଯିବ, କଲର୍ ହେଇଯିବ ହାତଟା। କେମିତି ଦେଖାଯାଉଛି ସାଙ୍ଗମାନେ ଆମର ସରିଷ ଫୁଲଟି କେମିତି ଦେଖାଯାଉଛି ଆପଣମାନେ ଦେଖନ୍ତୁ। ଆଉ ସୂର୍ଯ୍ୟ ସେପଟୁ କିରଣ ଦେଉଛନ୍ତି।
हाय हेलो मु शंकर मु आपणकर ये भिडियोटी बनईची सरिष फूलर खेत ये भिडियोटी बनईची ताले आपण मानक आम भिडियोटी केमती लागला जदि भल लागला लाइक शेयर सब्सक्राइब करेंगे एवं यही सरिष फूल सहित आम अतःप्रत भाव जड़ित एवं सरिष फूल प्राकृतिक सौंदर्यर अन्यतम रूप तेणुक यही सरिष फूल सहित आम केमती आमर परिवेश को आम केमती बचाए रखा से विषय भी आम चिंता करा उचित ताले रोची बाय। ताले जाउची सरिष फूल खेत एगोटे सरिष फूल खेत रही। हाय हेलो मु शंकर आपण मानक सरिष खेत देखा आनी सरिष खेत बुलिक आम चनापदा आड़े आसचु आउ ये हूँ से चनापदा ताले वीडियो केमती लगे भल लगी लाइक शेयर सब्सक्राइब करेंगे आउ जब वीडियो भल लगी लाइक शेयर सब्सक्राइब करेंगे रोची बाय।